ରୋହିତଙ୍କ Brother, ପୋଷ୍ଟ କଲା what ଚହଳ। Rohit Sharma's fans 45 did ବର୍ଷର last night, ଯୁଗ ଶେଷ। the whole ଓଡିଆଇ pillow was ଅଧିନାୟକ soaked with ପଦରୁ tears. ବିଦା ହେବା ପରେ Broke my ରୋହିତ heart. ଶର୍ମାଙ୍କ ପୋଷ୍ଟ କଲା ଚହଳ। ଟିମ୍ ଇଣ୍ଡିଆରେ ଜର୍ସି ନମ୍ବର 45ର ଯୁଗ ପ୍ରାୟ ଶେଷ ହୋଇଗଲାଣି। ନମ୍ବର 45 ହେଉଛି ଅଧିନାୟକ ରୋହିତ ଶର୍ମା, ଯିଏ ଭାରତୀୟ କ୍ରିକେଟର ଏହି ସଂଖ୍ୟାକୁ ସର୍ବଦା ପାଇଁ ସ୍ମରଣୀୟ କରିଦେଇଥିଲେ। ତାଙ୍କ କ୍ୟାରିୟର ଶେଷରେ ମଧ୍ୟ ରୋହିତ ଏବଂ ତାଙ୍କର ନମ୍ବର 45 ପ୍ରଶଂସକଙ୍କ ମଧ୍ୟରେ ଲୋକପ୍ରିୟ। ରୋହିତ ପୂର୍ବରୁ ଟି-20 ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି ଏବଂ ଏବେ ତାଙ୍କୁ ଦିନିକିଆ କ୍ରିକେଟର ଯୁଗ ଶେଷ ହୋଇଯାଇଛି। ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଚୟନ କରାଯାଇଥିଲା, କିନ୍ତୁ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ଏହି ନିଷ୍ପତ୍ତିର କିଛି ସମୟ ପରେ ରୋହିତଙ୍କ ଏକ ପୋଷ୍ଟ ଭାଇରାଲ ହୋଇଥିଲା, ଯାହା ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ବିସିସିଆଇ ଅକ୍ଟୋବର 4 ତାରିଖରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରିଥିଲା, ଯେଉଁଥିରେ ସବୁଠାରୁ ବଡ଼ ନିଷ୍ପତ୍ତି ଥିଲା ଅଧିନାୟକତ୍ୱରେ ପରିବର୍ତ୍ତନ। ମାର୍ଚ୍ଚରେ ଟିମ୍ ଇଣ୍ଡିଆକୁ ଚାମ୍ପିୟନ୍ସ ଟ୍ରଫି ଟାଇଟଲ୍ ଦେଇଥିବା ରୋହିତଙ୍କୁ ଦିନିକିଆ ଫର୍ମାଟରେ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ଏହା ସହିତ 3 ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ଭାବରେ ରୋହିତ ଶର୍ମାଙ୍କ ରାଜତ୍ୱ ଗୋଟିଏ ବର୍ଷ ଏବଂ 1/4 ମଧ୍ୟରେ ଶେଷ ହୋଇଯାଇଥିଲା। ରୋହିତଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ନିଆଯାଇଥିଲା, ଯିଏ ଟେଷ୍ଟ କ୍ରିକେଟର ରୋହିତଙ୍କଠାରୁ ଅଧିନାୟକ ପଦ ନେଇସାରିଛନ୍ତି। କିନ୍ତୁ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବା ଘୋଷଣା ହେବାର କିଛି ସମୟ ପରେ ପୂର୍ବତନ ଭାରତୀୟ ଅଧିନାୟକ ଏକ ପୁରୁଣା ଟ୍ୱିଟ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଛି। ଏହି ପୋଷ୍ଟ କେବଳ 2ରୁ 3 ବର୍ଷ ପୁରୁଣା ନୁହେଁ, ବରଂ 13 ବର୍ଷ ପୁରୁଣା ଥିଲା ଏବଂ ଏଥିରେ 45 ଏବଂ 77 ସଂଖ୍ୟା ବିଷୟରେ କଥା ହୋଇଥିଲା। ଏହି ପୁରୁଣା ଟ୍ୱିଟ୍ରେ ରୋହିତ ଲେଖିଛନ୍ତି, ଏକ ଯୁଗର ଶେଷ 45 ଏବଂ ଏକ ନୂତନ ଯୁଗର ଆରମ୍ଭ 77। ଏବେ ଏହା ଜଣାଶୁଣା ଯେ 45 ନମ୍ବର ଭାରତୀୟ ଦଳରେ ରୋହିତଙ୍କ ସହିତ ଜଡ଼ିତ ଏବଂ 77 ନମ୍ବର ନୂତନ ଅଧିନାୟକ ଶୁଭମନ ଗିଲଙ୍କ ପରିଚୟ ପାଲଟିଛି। ଟିମ୍ ଇଣ୍ଡିଆରେ ଯୋଗଦେବା ପରଠାରୁ ଗିଲ୍ ଆନ୍ତର୍ଜାତୀୟ କ୍ରିକେଟର 77 ନମ୍ବର ଜର୍ସି ପିନ୍ଧି ଆସୁଛନ୍ତି। ତଥାପି ରୋହିତଙ୍କ ମଧ୍ୟ ଏହି ନମ୍ବର ସହିତ ବହୁତ ବର୍ଷ ପୂର୍ବରୁ ସମ୍ପର୍କ ଥିଲା। ଷ୍ଟାର ବ୍ୟାଟ୍ସମ୍ୟାନ୍ ପ୍ରକୃତରେ 14 ସେପ୍ଟେମ୍ବର 2012ରେ ଏହି ଟ୍ୱିଟ୍ କରିଥିଲେ, ଯେତେବେଳେ ସେ ଟି-20 ବିଶ୍ୱକପ୍ ପାଇଁ ଯାଉଥିଲେ। ସେତେବେଳେ ରୋହିତ 45 ନମ୍ବର ଜର୍ସି ପିନ୍ଧିଥିଲେ, କିନ୍ତୁ ଦଳରେ ତାଙ୍କର ସ୍ଥାନ ନିଶ୍ଚିତ ହୋଇନଥିଲା ଏବଂ ତାଙ୍କର ପ୍ରଦର୍ଶନ ଭଲ ନଥିଲା। ତେଣୁ ରୋହିତଙ୍କୁ ସେହି ବିଶ୍ୱକପରେ 77 ନମ୍ବର ଜର୍ସି ପିନ୍ଧିଥିଲେ ଏବଂ ସେଥିପାଇଁ ସେ ଏହା ପୋଷ୍ଟ କରିଥିଲେ। ତଥାପି 45 ନମ୍ବର ଏବଂ ରୋହିତଙ୍କ ମଧ୍ୟରେ ସମ୍ପର୍କ ଏତେ ଗଭୀର ଯେ ବହୁତ କମ୍ ପ୍ରଶଂସକ ମନେ ରଖିଥିବେ ଯେ ରୋହିତ କେବଳ 77 ନମ୍ବର ଜର୍ସି ପିନ୍ଧିଥିଲେ। ଏହା ଏକ ସଂଯୋଗ ଯେ 13 ବର୍ଷ ପରେ ସେହି 77 ନମ୍ବର ତାଙ୍କୁ ଭାରତର ଅଧିନାୟକ ଭାବରେ ବଦଳାଉଛି। ରୋହିତଙ୍କ ପୋଷ୍ଟ ପ୍ରକାଶ ପାଇବା ମାତ୍ରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତାଙ୍କୁ ଜଣେ ଦୂରଦର୍ଶୀ ବୋଲି କହିବା ଆରମ୍ଭ କଲେ। କିଛି ପ୍ରଶଂସକ ଲେଖିଛନ୍ତି ଯେ ରୋହିତ ନିଜର ଭବିଷ୍ୟ ଦେଖିଛନ୍ତି। ତେବେ ଏହି ଭିଡିଓଟି ଆପଣଙ୍କୁ ନିଶ୍ଚିତ ଭଲ ଲାଗିଥିବ, ସେଥିପାଇଁ ଭିଡିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ କରିନିଅନ୍ତୁ। अगर वीडियो पसंद आई हो तो लाइक करो, शेयर करो और सब्सक्राइब करना मत भूलना। यहां मिलती है इंडियन क्रिकेट की असली अनफिल्टर्ड एनालिसिस। जय हिंद।